ବର୍ଷର କାମ ଅଛି ଏବଂ ମୋର ବିଶ୍ୱାସ ଅଛି ମୁଁ ମରିବା ପର୍ଯ୍ୟନ୍ତ କାମ କରିପାରିବି। ମୋର ସାଧାରଣ ମଣିଷ ପାଇଁ ମୋର ଲକ୍ଷ୍ୟ ହେଉଛି ସାଧାରଣ ମଣିଷ, ଚାଷୀ, ଛୋଟ ଚାଷୀ, ଭାଗ ଚାଷୀ, ମହିଳା ଚାଷୀ, କୃଷି ଶ୍ରମିକ, ଏଇମାନଙ୍କ ସାଥିରେ ଆମର କାମ ଏ ଅନୁଷ୍ଠାନର। ଏବଂ ଆମର ଏଇ ଯେଉଁ ଯାତ୍ରା 30 ବର୍ଷ ହେଲାଣି, 1995ରୁ ଆରମ୍ଭ ହେଇଛି। କିନ୍ତୁ ବିଧିବଦ୍ଧ ଭାବରେ 2004ରେ ଏ ଗୋଟେ ଟ୍ରଷ୍ଟ ରେଜିଷ୍ଟ୍ରି ହେଲା। ସେଇ 2004ଠୁ ଆମ ସାଥିରେ କେତେକ ଟ୍ରଷ୍ଟରେ ଯେଉଁମାନେ ଟ୍ରଷ୍ଟି ସବୁ ଅଛନ୍ତି, ଖୁବ୍ ଜଣେ ଟ୍ରଷ୍ଟି ଏଇଠି ଥିଲେ ଆମର ଏଇଟାର ନିଆଳିର ଯିଏ ଚେୟାରମ୍ୟାନ୍ ଥିଲେ ବ୍ଲକର, ମରିଗଲେଣି, ମୋର ସାଙ୍ଗ, ତାଙ୍କରି ସାନ ପୁଅ। ଇଏ ଖୁବ୍ ସୋଶାଲ ୱାର୍କ ଉପରେ ତ ତେଣୁ ସେ ଏଇସବୁ କାମ ସହିତ ମୁଁ ରହିଛି ଏବଂ ମୋର ବିଶ୍ୱାସ, ଆତ୍ମବିଶ୍ୱାସ ଅଛି ଯେ ଦିନେ ନା ଦିନେ ଓଡ଼ିଶାରେ ଦେଶୀ ଚାଷ, ଆମେ ଏଟାକୁ ଦେଶୀ ଚାଷ କହୁଛୁ, ଅର୍ଗାନିକ ଫାର୍ମିଂ, ଏଟାକୁ ନିଶ୍ଚିତ ଭାବରେ ବହୁଳ ଭାବରେ ଲୋକ କରିବେ। କାହିଁକି କରିବେ ନା ଆମେ ତାକୁ ପ୍ରମାଣ କରାଇଛୁ ଏଠି ଯେ ଏଥିରେ ପ୍ରଥମ କଥା ଖର୍ଚ୍ଚ କମ୍, ମାଟି ବଞ୍ଚିବ, ପରିବେଶ ବଞ୍ଚିବ, ପାଣିଟା ଯେଉଁ ପଲ୍ୟୁସନ୍ ହେଉଛି ସେ ପଲ୍ୟୁସନ୍ ମୁକ୍ତ ହେବ ଏବଂ ବିଷମୁକ୍ତ ଖାଦ୍ୟ ନିଜେ ଚାଷୀ ଖାଇପାରିବ ଏବଂ ଖାଉଟିମାନେ ଖାଇପାରିବେ। ବର୍ତ୍ତମାନ ଏଇ ଦୀର୍ଘ ବର୍ଷ ଭିତରେ ମୁଁ ତ ଏକୁଟିଆ କରିପାରିବିନି, ମୋ ସାଥିରେ ଶହ ଶହ ହଜାର ହଜାର ଚାଷୀଙ୍କର ସମର୍ଥନ ଅଛି ଏବଂ ସେଇମାନେ ୟାକୁ କରୁଛନ୍ତି। ତେଣୁ ଏଠି ଯାହା ବି ହେଉଛି ତାର ସମସ୍ତ ଶ୍ରେୟ ଚାଷୀମାନଙ୍କୁ ଦିଆଯିବ ଆମର। ତେଣୁ ଏଇଭଳି ଭାବରେ ଆମେ ଲାଗିଛୁ। ଆମର ଏଇଠି ଗୋଟେ ଯାହାକୁ ପଚାରିବ, ସେମାନେ ସବୁ ଚାଷୀମାନେ ଜାଣିଲେଣି ଗୋଟେ ଯେ ନାଇଁ ଏ ବିଷ ଚାଷ କରିବାନି, ବିଷ ଖାଦ୍ୟ ଖାଇବା ନାହିଁ, ଏଭଳି ଚେତନା ଆସିଲାଣି। ତେଣୁ ଏଇଟା ଜଣାଉଛି ଯେ ଆଗକୁ ଏଇ ନିଆଳି, ମୁଁ ତ ଆପଣଙ୍କୁ ଗୋଟେ ରିପ୍ରେଜେଣ୍ଟ ଲାଗିଛି ଯେ ଫ୍ୟୁଚରରେ ଗୋଟେ ଅର୍ଗାନିକ ଫାର୍ମିଂ ହବ, ସେଣ୍ଟର ଅଫ୍ ଏକ୍ସଲେନ୍ସ ଏଇ ନିଆଳି ହବ। ତେଣୁ ନିଆଳିର ଏଥିରେ ବେଶୀ ଭାଗ, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ମଧ୍ୟ ଏଇଠି ତ ଲାଗିଛି, ସେଠାର ଚାଷୀ ମଧ୍ୟ ଏ ଅଛନ୍ତି। ତେଣୁ ଯଦିଓ ଆମର ଓଡ଼ିଶା ସାରା କାମ କରିବାର ଅଛି, କିନ୍ତୁ ଆମ ପାଖରେ ସେତେ ଲୋକବଳ ନାହିଁ। ଆମେ ଯେତିକି କରୁଛୁ ଏଇଠି କନସେନ୍ଟ୍ରେଟ୍ କରିଛୁ। କିନ୍ତୁ ଏଇ କାମ ଭିତରେ ସାରା ଓଡ଼ିଶାରୁ, ଓଡ଼ିଶା ବାହାରୁ ଚାଷୀମାନେ ଆସି ଏଠି ବିହନ ନିଅନ୍ତି। ରେଗୁଲାର ଏପ୍ରିଲ ମେ ଠୁ ଜୁନ୍ ଜୁଲାଇ ପର୍ଯ୍ୟନ୍ତ ବିହନ ନେବେ। ଏବେ ବି ସବୁବେଳେ ଫୋନ୍ କରୁଛନ୍ତି ଯୁବରାଜକୁ, ବିହନ କେବେ ମିଳିବ, ଏ ବିହନ ନେବୁ, ସେ ବିହନ ନେବ, ତାଙ୍କର କରୁଛନ୍ତି। ତେଣୁ ଏଇଟା ଗୋଟେ ମୋତେ ଅନ୍ତତଃ ବହୁତ ଆନନ୍ଦ ଦେଉଛି, ଏ ପ୍ରେରଣା ଦେଉଛି ଯେ ନାଇଁ ଆମ କାମଟା ଭଲ ବୋଧେ। ସମସ୍ତେ ଯେତେବେଳେ କହୁଛନ୍ତି ଆମେ ଆଗକୁ ଯିବା କରିବା। ଏବଂ ଏଇ କାମରେ ଓଡ଼ିଶା ସରକାରଙ୍କର କୃଷି ବିଭାଗ, ବିଶେଷ କରି ଯେତେବେଳେ ଆମର ଆଜିର ଯେ ଚିଫ୍ ସେକ୍ରେଟାରୀ 2017ରେ ସେ ଏଇଠି ଥିଲେ ଏଗ୍ରିକଲଚର ସେକ୍ରେଟାରୀ, ତାଙ୍କର ପାଦ ଏଇଠି ପଡ଼ିଥିଲା, ସେ ଆସିଥିଲେ ଏବଂ ସିଏ ଦେଖିକିରି ଏ କାମକୁ ପସନ୍ଦ କରିଥିଲେ ଏବଂ ଏଇଥିର ସେ ଟ୍ରେନିଂ ହଲ୍ଟି ଯିଏ ତାକୁ ଟିକେ ଭଲ ଭାବରେ କରିବା ପାଇଁ, ଅପଗ୍ରେଡେସନ୍ କରିବା ପାଇଁ ସେ 10 ଲକ୍ଷ ଟଙ୍କା ମଧ୍ୟ ସାଂସନ୍ କରିଥିଲେ। ସେହି ଅନୁସାରେ ଆମେ ତାକୁ କରିଛୁ। ଅବଶ୍ୟ ବର୍ତ୍ତମାନ ଆଉ କିଛି ଦରକାର ଅପଗ୍ରେଡେସନ୍ ହେଲାଣି, ନୂଆ ନୂଆ ପ୍ରକାର ଟେକ୍ନିକ୍ ସବୁ ବାହାରିଲାଣି। ସେଥିପାଇଁ ମୁଁ ଡାଇରେକ୍ଟରଙ୍କୁ ଗୋଟେ ଦେଇଥିଲି, ଆପଣଙ୍କୁ କହିବି। ତେଣୁ ଏଇଭଳି ଭାବରେ ଆମେ ଚାଲିଛୁ ଏବଂ ଏଇ ଯେଉଁ ଏଠି ହେଇଛି ଅମୃତଅନ୍ନ 200 ଏକରର, କୌଣସି ଚାଷୀକି ସନ୍ଦେହ କରିବାର କୌଣସି କାରଣ ନାହିଁ ଯେ ସେମାନେ କିଛି ପକେଇଥିବେ ବୋଲି ସାର ଔଷଧ। କାହିଁକି ପକେଇବେ? ସାର କିଣିବାକୁ ପଡ଼ିବ। ଏଠି କିଛି କିଣିବାକୁ ନାହିଁ। ଏଠି ଖତ ପକେଇବେ, ଧରି ଚାଷ ସରକାର ଦେଇଥିଲା, ବୁଣିଥିଲେ, ଧରିଚାକୁ ମିଶେଇଲେ, ଖତ ପକେଇବେ, ଦେଶୀ ବିହନ ନେଲେ, ଏଇଠୁ ନେଲେ ଏବଂ ଏଇଠି ସବୁ ଦେଖିବ ଯେଉଁ ହେଇଛି ତରଳ ଖାଦ୍ୟ,
सब बीजामृत जीवामृत पंचगव्य ए सब को व्यवहार करी से चाष कर भी केते जन अच्छा चाषी ये जन अच्छी गणेश से एकर जमी कर तो एमती एकर एकर समस्ते कर सर सरकार केते आपन को सहयोग करिवो सरकार तो करुँच सहयोग केते आउ करिवो कौन आमे जति काम करि परिबु सरकार सहयोग करिवो हमर ये ऊपर निर्भर करे सेटा तेणु बर्तमान जो आमर जो सेक्रेटरी बर्तमान चीफ सेक्रेटरी तुम्हें जापर सहयोग यही छुटिया अनुष्ठान ओडार चीफ सेक्रेटरी आसवे यहीटा आम गोटे गर्वर कथा तेणु से सहयोग अच्छी आम निश्चित जे सी आमको सहयोग आगक करेंगे से सहयोग को आधार करें आगक बढ़ी पार। NK Media, most trusted social media.